ସବୁ ଫୁଲ ମନ୍ଦିର ଯାଏ ନା, କିଛି ଫୁଲ ଝଡ଼ି ଯାଇ ମାଟିରେ ମିଶିଯାଏ। ସେହିପରି ସବୁ ପ୍ରେମ ସଫଳ ହୁଏ ନା, କିଛି ପ୍ରେମ ଖାଲି ସ୍ମୃତି ହୋଇ ଛାତିରେ ରହିଯାଏ। କାହାକୁ ପାଇଯିବା ପ୍ରେମ ନୁହେଁ, କି କାହାକୁ ହରେଇ ଦେଇ ମନ ଦୁଃଖ କରିବା ପ୍ରେମ ନୁହେଁ। ପ୍ରେମ ବାସ୍ ତାହା ହୋଇଥାଏ ଯେଉଁଠି କେବଳ ଭଲ ପାଇବା ଥାଏ, ଏବଂ ଭଲ ପାଇବା ତାହା ହୋଇଥାଏ ଯେଉଁଠି ତାଙ୍କର ମଙ୍ଗଳ କାମନା କରିବା ହୋଇଥାଏ, ତାଙ୍କର ଖୁସି ଚାହିଁବା ହୋଇଥାଏ। ତୁମେ ଯେତେ ବି କଷ୍ଟରେ ଥାଅ, ଯେତେ ବି ଦୁଃଖରେ ଥାଅ, କେବେ ତାଙ୍କୁ ଜଣାଅ ନାହିଁ ଯିଏ କେବଳ ହସିବା ଜାଣନ୍ତି, ଯିଏ ସମବେଦନା ଦେବା ବଦଳରେ ତୁମର ଭୁଲ କ'ଣ ଜଣାନ୍ତି, ଯିଏ ତୁମ ହାତ ନୁହେଁ ତୁମ ଦୋଷ ଧରନ୍ତି। କାରଣ ଏମାନେ ବାସ୍ କିଛି ନିଜର ସ୍ୱାର୍ଥ ପାଇଁ ତୁମକୁ କଷ୍ଟ ଦେବାର ଗୋଟିଏ ସୁଯୋଗ ଅପେକ୍ଷାରେ ଥାନ୍ତି। ନିଜ ଇଚ୍ଛାରେ ବଞ୍ଚ, ତାହା କର ଯାହା ତୁମକୁ ସଫଳତା ଦେବ। ଅନ୍ୟ ଇଚ୍ଛାରେ ବଞ୍ଚିବ ତେବେ ଅନ୍ୟର ଗୋଲାମ ହୋଇ ବଞ୍ଚିବ। ଆଉ ଯେଉଁଦିନ ସ୍ୱାଧୀନ ହୋଇ ବଞ୍ଚିବାକୁ ଚେଷ୍ଟା କରିବ ନା, ସେତେବେଳେ ଅନ୍ୟମାନେ ନିଜ ଉପକାରର ବୋଝ ତଳେ ତୁମକୁ ଚାପି ଦେଇ ପୁଣି ଗୋଲାମ କରିବାକୁ ଚେଷ୍ଟା କରିବେ। ସେଥିପାଇଁ ସମସ୍ତଙ୍କର ଶୁଣ, କିନ୍ତୁ ତାହା କର ଯାହା ତୁମକୁ ଉଚିତ ଲାଗୁଛି। ହୃଦୟକୁ ବିରାମ ଦେଇ ବିବେକର ଶୁଣ। ପରିଶ୍ରମର ସବୁ ସୀମା ଟପିଯାଅ, ଯେମିତି ତୁମକୁ ଗୋଲାମ କରିବାକୁ ଇଚ୍ଛା ରଖିଥିବା ଲୋକ ଦିନେ ତୁମର ଗୋଲାମୀ କରିବ। ସବୁ ସୁଯୋଗର ଫାଇଦା ଉଠାଅ, କିନ୍ତୁ କେବେ କାହାର ଭଲ ପାଇବା କି ବିଶ୍ୱାସର ନୁହେଁ। ଶୁଣିବାର ଅଭ୍ୟାସ କରନ୍ତୁ, କାରଣ ଏଠି ଦେଖେଇ କହିବା ଲୋକଙ୍କର ଅଭାବ ନାହିଁ। ହସିବା ଅଭ୍ୟାସ କରନ୍ତୁ, କାରଣ ଏଠି କଷ୍ଟ ଦେବା ଲୋକଙ୍କର ଅଭାବ ନାହିଁ। ସବୁବେଳେ ଉପରକୁ ଉଠିବାର ଅଭ୍ୟାସ ରଖନ୍ତୁ, କାରଣ ଏଠି ଗୋଡ଼ ଟାଣିବା ଲୋକଙ୍କର ଅଭାବ ନାହିଁ। ସକାରାତ୍ମକ ବିଚାର ଏବଂ ସାହସର ସହ ସବୁବେଳେ ଆଗକୁ ବଢ଼ନ୍ତୁ, କାରଣ ଏଠି ମନୋବଳ ଭାଙ୍ଗିବା ଲୋକଙ୍କର ଅଭାବ ନାହିଁ। ଆମକୁ ଭଲ କି ଖରାପ ଜୀବନ ମିଳିନଥାଏ, ଆମକୁ ତ ବାସ୍ ଜୀବନ ମିଳିଥାଏ। ତାକୁ ଭଲରେ ଗଢ଼ିବା କି ଖରାପ କରିବା ତାହା ଆମ ଉପରେ ନିର୍ଭର କରିଥାଏ। ଯେମିତି ଶୋଷିଲାକୁ ପାଣିର ମୂଲ୍ୟ ଏବଂ ଭୋକିଲାକୁ ଖାଦ୍ୟର ମୂଲ୍ୟ ଜଣାଥାଏ, ଠିକ୍ ସେହିପରି ଜଣେ ଦୁଃଖୀ ମଣିଷ ଜାଣିଥାଏ ସୁଖର ମୂଲ୍ୟ କେତେ। ନିଜର ଜଖମକୁ ସମସ୍ତଙ୍କୁ ଦେଖାଅ ନାହିଁ, କାରଣ ସମସ୍ତଙ୍କ ଘରେ ମଲମ ନଥାଏ, କିନ୍ତୁ ସମସ୍ତଙ୍କ ଘରେ ଲୁଣ ନିଶ୍ଚୟ ଥାଏ। ଜୀବନରେ ତାଙ୍କୁ ଭୁଲି ଯାଅ ନାହିଁ ଯିଏ ତୁମକୁ ପ୍ରତ୍ୟେକ ମୁହୂର୍ତ୍ତରେ ମନେ ପକାଏ ଏବଂ ନିଜଠାରୁ ବି ଅଧିକ ତୁମକୁ ଭଲ ପାଉଥାଏ। ତାଙ୍କ ଆଖିରେ କେବେ ଲୁହ ଦିଅ ନାହିଁ ଯିଏ ତୁମକୁ କାନ୍ଦିବା ଦେଖି ନିଜେ କାନ୍ଦି ପକାଏ। ଯଦି କେବେ ତାଙ୍କୁ ଧୋକା ଦେବା କଥା ମନକୁ ଆସେ, ଏହି ଗୋଟିଏ କଥା ନିଶ୍ଚୟ ନିଜେ ଥରେ ନିଜ ମନକୁ ପଚାରିବ, ଯିଏ ତୁମକୁ ଏତେ ଭଲ ପାଏ, ତୁମେ କ'ଣ ସତରେ ତାଙ୍କଠାରୁ ଏପରି ପ୍ରେମ ନିଜ ପାଇଁ ଆଉ କେଉଁଠି ପାଇପାରିବ? ବଞ୍ଚିବା ପାଇଁ ଯେପରି ନିଶ୍ୱାସ ଆବଶ୍ୟକ, ସେହିପରି ସମ୍ପର୍କ ପାଇଁ ବିଶ୍ୱାସ ଆବଶ୍ୟକ। କାହା ହୃଦୟକୁ ଜିତିବାକୁ ଚାହୁଁଥିଲେ ତାଙ୍କୁ ହୃଦୟରୁ ଭଲ ପାଇବା ଶିଖ। କାହା ହୃଦୟକୁ କଷ୍ଟ ଦେବାକୁ ଚାହୁଁଥିଲେ ତାଙ୍କ ହୃଦୟକୁ ବାଧିଲା ଭଳି କଥା କୁହ। ହଉ ଆଜ୍ଞା, ଏହା ସତ କଥା। କାହାକୁ ହାତ ଉଠେଇ ମାଡ଼ ମାରିଲେ ବି ସେତିକି କଷ୍ଟ ହୋଇନଥାଏ ଯେତିକି କଷ୍ଟ କାହା ନିଷ୍ଠୁର କଥାରେ ହୋଇଥାଏ। କେହି ଉଚ୍ଚ ପଦବୀ କିମ୍ବା ଉଚ୍ଚ ସ୍ଥାନରେ ବସିଲେ କେବେ ଉଚ୍ଚା ହୋଇଯାଏ ନାହିଁ। ମଣିଷର ଗୁଣ, ଜ୍ଞାନ, ସଂସ୍କାର ଏବଂ ବ୍ୟବହାର ଦ୍ୱାରା ଉଚ୍ଚା ହୋଇଥାଏ। କାଗଜ ଗୁଡ଼ିକୁ ଏକାଠି ରଖିବାକୁ ପିନ୍ ଯେପରି କାଗଜକୁ ଫୋଡ଼ିଥାଏ, ସେହିପରି ପରିବାରକୁ ଏକାଠି ରଖିବାକୁ ମଧ୍ୟ ଜଣେ ଏପରି ପରିବାରରେ ଥାନ୍ତି ଯାହାର କଥା ହୃଦୟକୁ ଫୋଡ଼ିଲା ପରି ଲାଗିଥାଏ। ପ୍ରକୃତ ପ୍ରେମ ତାହା ଯେଉଁମାନେ ଆମକୁ ଭଲ ପାଆନ୍ତି, ସବୁବେଳେ ଆମ କଥା ଚିନ୍ତା କରନ୍ତି, ଆମେ ବି ତାଙ୍କୁ ସେତିକି ଭଲ ପାଇବା ଏବଂ ତାଙ୍କର ଇଚ୍ଛାକୁ ସମ୍ମାନ ଦେବା ଉଚିତ। ସବୁଠାରୁ ବଡ଼ କଥା, ବାପା ମାଙ୍କ ଠାରୁ ଏହି ସଂସାରରେ ଅଧିକ କେହି ଭଲ ପାଆନ୍ତି ନାହିଁ। ଜିଦ୍ ସମ୍ପର୍କ ଭାଙ୍ଗି ଦିଏ, ଅହଙ୍କାର ସମ୍ପର୍କ ଠାରୁ ଦୂରେଇ ଦିଏ ଏବଂ କ୍ରୋଧ ସବୁ ଶେଷ କରିଦିଏ। କିନ୍ତୁ କେବଳ ସହନଶୀଳତା ଏବଂ ମୁହଁରେ ଚେନାଇ ହସ ଭଲ ସମ୍ପର୍କକୁ ଗଢ଼ିପାରେ ଆଉ ସାରା ଜୀବନ ପାଇଁ ସମ୍ପର୍କକୁ ବାନ୍ଧିକି ରଖିପାରେ। ସମ୍ପର୍କରେ ଜଣେ ରାଗିଗଲେ ଆଉ ଜଣେ ଯଦି ଚୁପ୍ ହୋଇଯାଏ, ତେବେ ସମ୍ପର୍କ ବଞ୍ଚିଯାଏ। କିନ୍ତୁ ଯଦି ଜଣେ ରାଗିଗଲେ ଆଉ ଜଣେ ବି ରାଗିଯାଏ, ସେତେବେଳେ ସମ୍ପର୍କରେ
फाट सृष्टि हुए। चंचलं हि मनः कृष्ण प्रमाथि बलबह्रूढं तस्माहं निग्रहं मन्ये वायोरिव सुदुष्करम्। श्रीमद् भगवत गीतार 6ठ अध्यायर 34तम श्लोक अर्जुन पचारुछंती, हे कृष्ण हे माधव, ए मन बहुत चंचल, अन्य इंद्रिय मानक पाई बाधक साजी थाए, बहुत दृढ़ एवं बलवान मध्य एही मन को अधीन करिबा मु वायु को अधीन करिबा परी बहुत दुष्कर भावुची। कृपा पूर्वक मोर शंका को दूर करंतु, मन को किपरि वश करि हेबो। दर्शक बंधु, अर्जुन को स्थान रे निजे रही देखंतु। मु मध्य आपनकु आगुरु अनेक थर कहि आसीछि कि मन अस्थिर एवं चंचल, एहाकु कंट्रोल करंतु, नचेत एही मन आपण को कंट्रोल करिबो। यदि आपण मन को कंट्रोल करिबा सिखि गले तेबे आपण जहा चाहिबे ताहा पाई परिबे। हाँ, एहा मो पई कहिबा अनेक सहज थिला, किंतु करिबा मनीष माने आपण माने मध्य जानिछंती एहा एते भी सहज नुहे। तेबे कोन मन को कंट्रोल करा जाई पारिबो नाही? आसंतु श्रीकृष्ण को ठारू जानिबा। श्री भगवानुवाच असंशयं महाबाहु मनोर्दुर्निग्रहं चलम् अभ्यासेन तु कौन्तेय वैराग्येण च गृह्यते। भगवत गीतार 6ठ अध्यायर 35तम श्लोक भगवान श्रीकृष्ण एते कष्ट प्रश्नर उत्तर अति सरल रे बुझाई कहउछंती, हे महाबाहु अर्जुन, निसंदेह मन चंचलता एवं कठिनतारे परिपूर्ण होइथाय। हे कुंतीपुत्र अर्जुन, यह अभ्यास एवं वैराग्य वशीभूत होइथाय। बंधुगण, यदि यही गोटे परामर्श को आपण ध्यानर सह चिंतन करिवे तेबे आपणक समस्त शंका मध्य दूर होइजिव। पिलाटीए जन्मरु कहिबा शिखि न थाए, क्रमतः क्रमे कहिबार अभ्यास पाई से कहिबा शिखि थाए। सेहीपरि आपण जदि प्रत्येक दिन ध्यान तथा योग करते, जेबे जेबे मन चंचल हेबाकु चेष्टा करुची सेबे सेबे आपण ताकू कौनसी एक निर्दिष्ट कार्य लगेइबार अभ्यास करते, तेबे आपण मध्य मन को कंट्रोल करि परिबे। जदि केबे यह प्रतीत हुए कि आपण हारुछंती, तेबे थरी चक्रवर्ती अशोक सम्राट कथा को पढ़ी नेबे, जानी परिबे। जदि आपण थरे मन को जीति जिबे तेबे आपण विश्व को जीति पारिबे। मनीष निज बुद्धि बल रे आदर एवं भल पाइबा तथा स्नेह साहाय्य महाबली बाघ को मध्य पोषा करि पारुछि। तेबे कौन आपण जड़े मनीष को निज भल पाइबा बंधन रे बांधि पारिबे नाही? मु देखिछि आज्ञा, जड़े लोक शुआटीए पालिथिला। दिने से कौन भाविला केजाणी पंजरटी को खोलीदेला। शुआटी मध्य खुशी होई स्वाधीन आकाश को उड़ीगला। शुआटीर कथा से लोकटी को बहुत मने पड़ुଥାଏ। संध्यारे जेबे से पंजरी को देखे तेबे से शुआटी पंजरी भितर रही तार मालिकर ना को डाकुଥାଏ। मालिकर खुशी न कहिले सरे। यदि आपण कहा भल पाइबाकू सारा जीवन पाइबाकू चाहुछंती, ताको अधिकार बंधन रे न बांधी स्वाधीनता दे देखंतु, ताको आदर करंतु, जत्न करंतु, सम्मान दियंतु। यदि तांको मन रे भी आपण को पई समान भावना थिबो, विश्वास करंतु से आपण को केबे भी छाड़ी कि जीवनी, आपण को सारा जीवन भल पाइबो। यदि आपण को मोर कोनसी वार्ता भल लागि थाए तेबे चैनल को निश्चय सब्सक्राइब कर नियंतु। वीडियोटी भल लागिथिले लाइक टी निश्चय करंतु। कमेंट सेक्शन रे निजर मतामत निश्चय दियंतु। से पर्यंत जय जगन्नाथ, जय श्री कृष्ण, धन्यवाद।